ବାମରା ବ୍ଲକ ଅନ୍ତର୍ଗତ ମହାବୀର ପର୍ବତ ସଂଲଗ୍ନ ଗ୍ରାମଗୁଡ଼ିକରେ ଆଜି ଭୋରରୁ ହାତୀଙ୍କ ଉପଦ୍ରବ ଲାଗି ରହିଥିବା ବେଳେ ଚାଷ ନଷ୍ଟ ହେବା ନେଇ ଗ୍ରାମବାସୀମାନେ ଭୟଭୀତ ରହିଛନ୍ତି। ସୂଚନା ଅନୁସାରେ ଆଜି ସକାଳୁ ଏକ 25 ଟିକିଆ ହାତୀ ପଳ ମହାବୀର ପର୍ବତର ପାଦ ଅଞ୍ଚଳରେ ଥିବା ପଞ୍ଚୁପଡ଼ା, ଚାବରି, ମହପଡ଼ା, କାଦପଡ଼ା, ଟୁଙ୍ଗରିପଡ଼ା ଓ ବୀରତୁଲା ଗ୍ରାମ ନିକଟରେ ଘୁରି ବୁଲୁଥିବା ବେଳେ ଗ୍ରାମବାସୀମାନେ ତାଙ୍କୁ ଘଉଡ଼ାଇବାରୁ ହାତୀପଳ ସକାଳ 10ଟାରେ ବାମରା ବ୍ଲକ ଅନ୍ତର୍ଗତ ବଡ଼ଯୋଗୀମୁଣ୍ଡା ଗ୍ରାମ ନିକଟ ଜଙ୍ଗଲ ଆଡ଼କୁ ଆସିଥିବା ଜଣାପଡ଼ିଛି। ହେଲେ ଅଞ୍ଚଳବାସୀଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି।